ମାଣ ବସାରେ ଅନୁଭବକୁ ମନେ ପକାଇ କାନ୍ଦିଲେ ବର୍ଷା। ଦର୍ଶକ ବନ୍ଧୁ, ଆଜି ହେଉଛି ବିରଜା ପାଞ୍ଜି ଅନୁସାରେ ଗୁରୁବାର ମାଣବସା। ତେବେ ଦିନଟିକୁ ବଡ଼ ଧୁମଧାମ ସହ ପାଳନ କରିଛନ୍ତି ଓଡ଼ିଶାର ସମସ୍ତ ଜନସାଧାରଣ ଆଉ ସମସ୍ତ ସ୍ତ୍ରୀ ଲୋକମାନେ। ତେବେ ଖବର ଆସୁଛି କି ଅଭିନେତ୍ରୀ ବର୍ଷା ପ୍ରିୟସୀ ମଧ୍ୟ ପଛରେ ପଡ଼ିନାହାନ୍ତି, ସେ ମଧ୍ୟ ମାଣ ବସାଇ ଲକ୍ଷ୍ମୀ ପୂଜା କରିଥିବାର ସୂଚନା ହେଉଛି। ତେବେ ଦିନଟିରେ ସେ ଆଜି ମନେ ପକାଇଛନ୍ତି ତାଙ୍କ ପୂର୍ବ ସ୍ୱାମୀ ଅଭିନେତା ସୁପରଷ୍ଟାର ଓଲିଉଡ୍ ଅଭିନେତା ଅନୁପ ମହାନ୍ତିଙ୍କୁ। ତେବେ ତାଙ୍କୁ ମନେ ପକାଇ ସେ ଘର ଗୋଟିଏ ଘରେ ବସି ଗୁମୁରି କାନ୍ଦୁଥିବାର ସୂଚନା ବର୍ତ୍ତମାନ ଏବେ ହେଉଛି ଭାଇରାଲ। ତେବେ ଆପଣ ଜାଣିଥିବେ ଯେତେବେଳେ ବର୍ଷା ଅନୁଭବ ଏକାଠି ଥିଲେ, ସେତେବେଳେ ଗୋଟେ ସବୁ ବର୍ଷ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନେତା ଅନୁପ ମହାନ୍ତି ଘରେ ବସାଉଥିଲେ ମାଣ। ତେବେ ସେ ଦିନଟିକୁ ଆଜି ଗୋଟେ ଗୁରୁବାରରେ ମନେ ପକାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଉ ସେ କାନ୍ଦି ଉଠିଥିବାର ସୂଚନା ଅଛି। ତେବେ ଫଟୋ ବର୍ତ୍ତମାନ ସବୁଆଡ଼େ ହେଉଛି ଭାଇରାଲ, କି କୁଆଡ଼େ କାନ୍ଦି ମନ ଦୁଃଖ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ତାହା ପୁଣି ଗୁରୁବାର ମାଣବସାରେ। ଆଉ ନିଜ ସ୍ୱାମୀ ପୁରୁଣା ସ୍ୱାମୀ ଅଭିନେତା ଅନୁପ ମହାନ୍ତି କଥାକୁ ସ୍ମୃତିକୁ ମନେ ପକାଇ ଏବେ ସେ ଭାବଳ ହୋଇ କାନ୍ଦୁଥିବାର ସୂଚନା ଅଛି।